କୈଳାସ ପର୍ବତରେ ସତରେ ଅଛନ୍ତି କି ଭଗବାନ ଶିବ? କାହିଁକି ଆଜି ଯାଏଁ କେହି ବି ଏହି ପର୍ବତକୁ ଚଢ଼ି ପାରୁନାହାନ୍ତି? କୈଳାସ ପର୍ବତରୁ ଶୁଭୁଥିବା ଓମ୍ ଧ୍ୱନି କାହାର? ଚାଲନ୍ତୁ ଆଜି ଜାଣିବା ଏହି କୈଳାସ ପର୍ବତ ପଛରେ ଥିବା ଭୟଙ୍କର ରହସ୍ୟ ବିଷୟରେ। ଆମ ହିନ୍ଦୁ ଧର୍ମଗ୍ରନ୍ଥ ଗୁଡ଼ିକରେ ଲେଖାଥିବା ପ୍ରତ୍ୟେକ କଥାକୁ ଆମେ ଆଖି ବୁଜି ବିଶ୍ୱାସ କରୁ। ଧାର୍ମିକ ବିଶ୍ୱାସରେ ଘେରା କୈଳାସ ପର୍ବତ ବିଷୟରେ ମୁଁ ଆଜି ଆପଣଙ୍କୁ କିଛି ଏମିତି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେବି। ଏହି ପର୍ବତ କୈଳାସ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଖୁବ୍ ମହତ୍ତ୍ୱ ରଖେ, କାରଣ ଏହା ଭଗବାନଙ୍କ ସହ ଜଡ଼ିତ। ଏଠାରେ ଭଗବାନ ଶିବ ବାସ କରନ୍ତି ବୋଲି ମନାଯାଏ। ମଣିଷ ପୃଥିବୀର ସବୁଠୁ ଉଚ୍ଚ ପର୍ବତ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ପାରୁଛି, ହେଲେ ପବିତ୍ର କୈଳାସ ପର୍ବତ ଉପରକୁ ଚଢ଼ିବା ମଣିଷ ପକ୍ଷେ ଆଜି ଯାଏଁ ସମ୍ଭବ ହୋଇପାରୁନାହିଁ। ତେଣୁ ପ୍ରଶ୍ନ ଉଠେ ଯେ ଏହି ପର୍ବତକୁ କାହିଁକି ଆରୋହଣ କରିହୁଏ ନାହିଁ? ସତରେ କ'ଣ କୈଳାସରେ ଭଗବାନ ଶିବ ଅଛନ୍ତି? ଚାଲନ୍ତୁ ଜାଣିବା କୈଳାସ ପର୍ବତ ପଛରେ ଥିବା ଏହି ରହସ୍ୟ ବିଷୟରେ। କୈଳାସ ପର୍ବତର ପ୍ରକୃତ ସତ୍ୟ ବିଷୟରେ। ହିନ୍ଦୁ ଧର୍ମ ବ୍ୟତୀତ ବୌଦ୍ଧ ଏବଂ ଜୈନ ଧର୍ମର ସହ ଅନ୍ୟାନ୍ୟ କେତେକ ଧର୍ମରେ ମଧ୍ୟ କୈଳାସ ପର୍ବତକୁ ଖାସ୍ ମନାଯାଏ, ଯାହାର ରହସ୍ୟ ସମଗ୍ର ବିଶ୍ୱବାସୀଙ୍କୁ ଆଚମ୍ବିତ କରେ। ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 29,031 ଫୁଟ ହୋଇଥିବା ବେଳେ କୈଳାସ ପର୍ବତର ଉଚ୍ଚତା ହେଉଛି 21,778 ଫୁଟ। ବର୍ତ୍ତମାନ ସମୟରେ ଅନେକ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ଚଢ଼ି ସାରିଛନ୍ତି, ହେଲେ କୈଳାସ ପର୍ବତ ଏହାଠାରୁ ଛୋଟ ଥିଲେ ମଧ୍ୟ ଏହି ପର୍ବତ ଉପରକୁ କେହି ମଧ୍ୟ ଚଢ଼ି ପାରୁନାହାନ୍ତି। କୈଳାସ ପର୍ବତକୁ ଦୂରରୁ ଦେଖିଲେ ଏହା ଶିବଲିଙ୍ଗ କିମ୍ବା ମିଶରର ପିରାମିଡ ଭଳି ଦିଶେ। ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ କୈଳାସ ପର୍ବତ ଉପରକୁ କେବଳ ସେ ହିଁ ଯାଇପାରିବ ଯିଏ ସାରା ଜୀବନ ସତ୍ ମାର୍ଗରେ ଚାଲିଥିବ। କୈଳାସ ପର୍ବତକୁ ଅନେକ ଅଲୌକିକ ଶକ୍ତିର କେନ୍ଦ୍ରବିନ୍ଦୁ ବୋଲି ମଧ୍ୟ କୁହାଯାଏ। ତେବେ ଏହି ପର୍ବତର ରହସ୍ୟ ଜାଣିବା ପାଇଁ 1999 ମସିହାରେ ରୁଷର ଜଣେ ଚକ୍ଷୁ ବିଶେଷଜ୍ଞ ଆର୍ନେଷ୍ଟ ମୋଲଦାସେଭ କୈଳାସ ପର୍ବତ ନିକଟରେ ଏକ ସର୍ଭେ ଆରମ୍ଭ କରିଥିଲେ। କୈଳାସ ପର୍ବତ ଚଢ଼ିବା ପାଇଁ ସେ କିଛି ପର୍ବତ ଆରୋହୀଙ୍କ ଏକ ଟିମ୍ ବନାଇଥିଲେ, ହେଲେ କୈଳାସ ପର୍ବତ ଆରୋହଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରିଲା ନାହିଁ। ସେମାନେ ଅଧା ବାଟରୁ ଫେରିଆସିଲେ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କଲେ। ଆର୍ନେଷ୍ଟ କହିଲେ ଯେ କୈଳାସ ପର୍ବତ ମନୁଷ୍ୟକୃତ ଏକ ପିରାମିଡ, ଯାହା ଏବେ ସମ୍ପୂର୍ଣ୍ଣ ବରଫାଚ୍ଛନ୍ନ ହୋଇଯାଇଛି, ହେଲେ ଏହାକୁ ସେ ସଠିକ୍ ଭାବେ ପ୍ରମାଣିତ କରିପାରିଲେ ନାହିଁ। ଦେଶ ବିଦେଶରେ ଅନେକ ନାମୀ ଦାମୀ ପର୍ବତ ଆରୋହୀ ସମୟ ସମୟରେ କୈଳାସ ପର୍ବତ ଚଢ଼ିବାକୁ ଚେଷ୍ଟା କରିଛନ୍ତି ଏବଂ ବିଫଳ ମଧ୍ୟ ହୋଇଛନ୍ତି। କୈଳାସ ପର୍ବତ ଚଢ଼ିବା ବେଳେ କାହାକୁ ଅଳ୍ପ ଉଚ୍ଚତାରେ ଥାଇ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧା ହୁଏ, ତ ଆଉ କାହାର ଦିଗସୂଚକ ଯନ୍ତ୍ର କାମ କରେ ନାହିଁ। ଆଉ କାହା ପାଇଁ ବାଧକ ସାଜେ ଅତ୍ୟଧିକ ବରଫ ଝଡ଼। ଯେତେ ପର୍ବତ ଆରୋହୀ ଏହି ପର୍ବତ ଆରୋହଣ କରିବାକୁ ଚେଷ୍ଟା କରିଛନ୍ତି, ସମସ୍ତେ ବିଫଳ ହୋଇଛନ୍ତି। କିନ୍ତୁ ମନାଯାଏ ଯେ ଏକାଦଶ ଶତାବ୍ଦୀରେ ତିବ୍ବତର ମିଲାରେପା ନାମକ ଜଣେ ବୌଦ୍ଧ ଧର୍ମାବଲମ୍ବୀ ବ୍ୟକ୍ତି କୈଳାସ ପର୍ବତ ଚଢ଼ିବାରେ ସଫଳ ହୋଇଥିଲେ। କୈଳାସ ପର୍ବତ ସହ ଭାରତ, ନେପାଳ ଏବଂ ତିବ୍ବତ ଭଳି ଦେଶମାନଙ୍କର ଲୋକଙ୍କର ଆସ୍ଥା ଯୋଡ଼ି ହୋଇ ରହିଛି। ସେମାନେ ଏହି ପର୍ବତକୁ ଭଗବାନ ସଦୃଶ ପୂଜା ମଧ୍ୟ କରନ୍ତି, ଭକ୍ତି ମଧ୍ୟ ପ୍ରକାଶ କରନ୍ତି। ସେଥିପାଇଁ ଏବେ ଏହି ପର୍ବତ ଆରୋହଣ ଉପରେ କଟକଣା ଲଗାଇ ଦିଆଯାଇଛି। ଅମରନାଥ ଯାତ୍ରା ବେଳେ ତିବ୍ବତର ପର୍ବତମାଳା ଦେଇ ଯାଉଥିବା ସମୟରେ କୈଳାସ ପର୍ବତର ମନମୁଗ୍ଧକର ଦୃଶ୍ୟ ଦେଖିବାର ସୌଭାଗ୍ୟ ମିଳିଥାଏ। କୈଳାସ ପର୍ବତକୁ ନେଇ ଆହୁରି ମଧ୍ୟ କୁହାଯାଏ ଯେ ଏହି ପର୍ବତରୁ ବାହାରିଥିବା ନଦୀ ମାନସରୋବରରେ ଠିଆ ହେଲେ କୈଳାସ ପର୍ବତ ଆଡ଼ୁ କିଛି ଧ୍ୱନି ଶୁଣିବାକୁ ମିଳେ। ବୈଜ୍ଞାନିକମାନେ ଏହାକୁ ବରଫ ଏବଂ ପବନ ମଧ୍ୟରେ ହେଉଥିବା ସଂଘର୍ଷର ଧ୍ୱନି ବୋଲି କୁହନ୍ତି, ହେଲେ ଧାର୍ମିକ ମାନ୍ୟତା ଅନୁସାରେ ଏହି ଶବ୍ଦ ଓମ୍ ଶବ୍ଦ ବୋଲି ଧରାଯାଏ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ, କମେଣ୍ଟରେ ନିଜ ଫିଡ଼ବ୍ୟାକ୍ ନିହାତି ଜଣାନ୍ତୁ। ଆମ ଦେଶ ସହ ଜଡ଼ିତ, ଆମ ଆସ୍ଥା ସହ ଜଡ଼ିତ ଏଭଳି ଅନେକ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ବେସ୍ଡ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି, ତାହେଲେ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।